ସିଏସ୍କେକୁ ଛାଡ଼ି ଟିମ୍ରେ ଯିବେ ରବୀନ୍ଦ୍ର ଜାଡ଼େଜା। ଚାଲନ୍ତୁ ବିସ୍ତୃତ ଉପରେ ଆମେ ଟିକେ ଜାଣିବା ରବୀନ୍ଦ୍ର ଜାଡ଼େଜା ସିଏସ୍କେକୁ ଛାଡ଼ି ଦେଇ କେଉଁ ଟିମ୍କୁ ଯାଉଛନ୍ତି ତାକୁ ଜାଣିବା। ଯାହା ଜଣାପଡ଼ୁଛି ବିସ୍ତୃତ ଉପରେ ସିଏସ୍କେକୁ ଛାଡ଼ିଦେଲା ପରେ ରବୀନ୍ଦ୍ର ଜାଡ଼େଜା ରାଜସ୍ଥାନ ରୟାଲ ତରଫରୁ ଖେଳିବେ ବୋଲିକି ଯାହା ଅନୁମାନ କରାଯାଉଛି। ତାହେଲେ ଚାଲନ୍ତୁ ଆମେ ବିସ୍ତୃତ ଉପରେ ଜାଣିବା। ଆକ୍ଚୁଆଲି ରବୀନ୍ଦ୍ର ଜାଡ଼େଜା ସିଏସ୍କେକୁ ଛାଡ଼ି ଦେଇ ରାଜସ୍ଥାନକୁ ଯିବେ। ହଁ ଦର୍ଶକ ବନ୍ଧୁ, ତାହେଲେ ଆମ ଚ୍ୟାନେଲକୁ ଏଇ ଯାଏ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓଟାକୁ ଶେଷ ଯାଏ ଦେଖିବା ପାଇଁ ଜମାରୁ ଭୁଲିବେନି। ଚାଲନ୍ତୁ ଆମେ ଜାଣିବା ବିସ୍ତୃତ ଉପରେ। ସାଞ୍ଜୁ ସାମସନ୍ ଦଳରେ ରବୀନ୍ଦ୍ର ଜାଡ଼େଜା ଏବଂ ସାମ୍ କରନ୍ ଚେନ୍ନାଇ ସୁପର କିଙ୍ଗକୁ ଛାଡ଼ି ରାଜସ୍ଥାନ ରୟାଲ ଯାଇପାରନ୍ତି। କ୍ରିକ୍ ବଜ୍ ଅନୁଯାୟୀ ଏହି ତିନି ଖେଳାଳି ବାଣିଜ୍ୟ ପାଇଁ ରାଜି ହୋଇସାରିଛନ୍ତି। ଚୁକ୍ତିନାମା ଅନୁସାରେ ସ୍ୱାକ୍ଷର ହୋଇସାରିଛି। ତଥାପି ବାଣିଜ୍ୟ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ନିଶ୍ଚିତକରଣ ମିଳିନାହିଁ। ରିପୋର୍ଟ ହୋଇଛି ଯେ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବାର କିଛି ସମୟ ଲାଗିଯାଇପାରେ। ସିଏସ୍କେଙ୍କ ସ୍ଥାନରେ ଏବଂ ଜାଡ଼େଜା ଏବଂ ସାମ୍ କରନ୍ଙ୍କ ସ୍ଥାନରେ ଯାଇପାରନ୍ତି। ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେବା ପାଇଁ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ BCCI ଆବଶ୍ୟକ ରିପୋର୍ଟ ଅନୁଯାୟୀ ସୋମବାର ସନ୍ଧ୍ୟା ସୁଦ୍ଧା ରାଜସ୍ଥାନ କିମ୍ବା ଚେନ୍ନାଇ ଫ୍ରାଞ୍ଚାଇଜିକୁ ଉଭୟ IPL କିମ୍ବା BCCI ଅଧିକାରୀଙ୍କ ବାଣିଜ୍ୟ ବିଷୟରେ ଆନୁଷ୍ଠାନିକ ଭାବରେ ଜଣାଇ ନାହାନ୍ତି। IPL ନିୟମ ଅନୁଯାୟୀ ଯେକୌଣସି ବିଦେଶୀ ଖେଳାଳି ବାଣିଜ୍ୟ ପାଇଁ NOC ଆବେଦନ କରନ୍ତି ତେବେ ସାମ୍ କରନ୍ ଜଣେ ଇଂଲିଶ ଖେଳାଳି ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡର ତାଙ୍କର ବାଣିଜ୍ୟ କରିବା ପ୍ରକ୍ରିୟାରେ ସାମିଲ କରାଯାଇପାରେ। ସାଞ୍ଜୁ ସାମସନ୍ ଏବଂ ରବୀନ୍ଦ୍ର ଜାଡ଼େଜାଙ୍କ ଗତ ସିଜନରେ ସେମାନଙ୍କ ନିଜ ଦଳ 18 କୋଟି କରିଥିଲା। ତଥାପି ଏହି ବାଣିଜ୍ୟ ଚୁକ୍ତିରେ ଜାଡ଼େଜା ସହିତ ସାମ୍ କରନ୍ ମଧ୍ୟ ରାଜସ୍ଥାନ ରୟାଲକୁ ଯାଉଛନ୍ତି। ଗତ ସିଜନରେ ଚେନ୍ନାଇ ସୁପର କିଙ୍ଗ ଦ୍ୱାରା 2.4 କୋଟି ଦିଆଯାଇଥିବା ସାମ୍ କରନ୍ଙ୍କ ମଧ୍ୟ ବାଣିଜ୍ୟ କରାଯାଇପାରେ। ଅନ୍ୟମାନଙ୍କ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରାଜସ୍ଥାନ ରୟାଲ ପରିଚାଳନା ପ୍ରାଥମିକ ଜାଡ଼େଜାଙ୍କ ସହିତ ଡେକ୍ ୱେଲ୍ସ ଦାବି କରିଥିଲା କିନ୍ତୁ ସିଏସ୍କେ ପରିଚାଳନା ସହିତ ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ବାଣିଜ୍ୟ ଚୁକ୍ତିରେ ସାମ୍ କରନ୍ଙ୍କ ନାମ ସାମ୍ନାକୁ ଆସିଥିଲା। ଆସନ୍ତା 2026 IPL ପୂର୍ବର ନିୟମ ଅନୁଯାୟୀ ଅନୁଷ୍ଠିତ ହେବା ଚଳିତ ବର୍ଷ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଏହି ବାଣିଜ୍ୟ ହୋଇପାରେ। ମିନି ଅକ୍ସନ୍ ତାରିଖ ଡିସେମ୍ବର 13ରୁ 15 ରହିପାରେ। ମିନି ଅକ୍ସନ୍ ନେଇ କିଛି ଫ୍ରାଞ୍ଚାଇଜି BCCI ଅଧିକାରୀଙ୍କ ସହ କଥା ହୋଇସାରିଛନ୍ତି। ଏହି କଥାବାର୍ତ୍ତା ପରେ ମିନି ଅକ୍ସନ୍ ସମ୍ଭାବ୍ୟ ତାରିଖ ସାମ୍ନାକୁ ଆସିଛି। ତେବେ IPL ଗଭର୍ଣ୍ଣର କାଉନସିଲ ପକ୍ଷରୁ ଏଯାଏ କିଛି ସ୍ଥିର ହୋଇନାହିଁ। ଅତିରିକ୍ତ ଭାବେ ମିନି ଅକ୍ସନ୍ IPLରେ ଦେଶ ବାହାରେ ଅନୁଷ୍ଠିତ ହେବାର କୌଣସି ସଂକେତ ନାହିଁ। ଗତ ଦୁଇଟି ଅକ୍ସନରେ ସମୟ ଦୁବାଇ 2023 ଓ ସାଉଦି ଆରବ 2024କୁ ବଛାଯାଇଥିଲା। ଏବେ କିନ୍ତୁ ଭାରତରେ ମିନି ଅକ୍ସନ୍ ଆୟୋଜନ କରିବାରେ BCCI ଯୋଜନା କରିଛି। କେବଳ ଚେନ୍ନାଇ ସୁପର କିଙ୍ଗ ରାଜସ୍ଥାନ ରୟାଲ କିଛି ବଡ଼ ଖେଳାଳିଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗଙ୍କ ସମ୍ଭାବ୍ୟ ଦୀପକ ହୁଡା, ବିଜୟ ଶଙ୍କର, ରାହୁଲ ତ୍ରିପାଠୀ ଓ ସାମ୍ କରନ୍ ଓ ଡେଭନ୍ କନୱେଙ୍କୁ ରିଲିଜ୍ କରିପାରେ। 5 ଥର IPL ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ ଏବେଠାରୁ 9.57 କୋଟି ଟଙ୍କାର ପାଇସାରିଲାଣି। ମେଗା ଅକ୍ସନ୍ ଦଳର ରବିଚନ୍ଦ୍ର ଅଶ୍ୱିନଙ୍କୁ କିଣିଥିଲା। ସେ ଅବସର ନେଇ ସାରିଥିଲା। ତାଙ୍କୁ ବାବଦରେ ଟଙ୍କା BCCI ପାଇଁ ହୋଇସାରିଛି। ଏହା ଥିଲା ଦର୍ଶକ ବନ୍ଧୁ ରବୀନ୍ଦ୍ର ଜାଡ଼େଜା ରାଜସ୍ଥାନ ରୟାଲକୁ ଯିବାର ପ୍ରକ୍ରିୟା। ଯିବେ ନ ଯିବେ ଏଯାଏ ସ୍ପଷ୍ଟ ହୋଇନାହିଁ। ଯଦି ଅପଡ଼େଟ୍ ଆସେ ଏହି ଚ୍ୟାନେଲରେ ଆପଣଙ୍କୁ
ଜଣାଇ ଦିଆଯିବ ଯେ ଯଦି ସିଏସ୍କେର ରବୀନ୍ଦ୍ର ଜାଡ଼େଜା ରାଜସ୍ଥାନ ରୟାଲକୁ ଯାଉଛନ୍ତି କି ନ ଯାଉଛନ୍ତି, ସେ ଅପଡ଼େଟ୍ ମାନଙ୍କୁ ଏହି ଚ୍ୟାନେଲ୍ ମାଧ୍ୟମରେ ଆପଣଙ୍କୁ ଦେବି। ଆପଣ ଏହି ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିକି ରଖିଥାନ୍ତୁ ଏବଂ ବେଲ୍ ଆଇକନ୍କୁ ଦବାଇ ଆପଣମାନେ ନିଶ୍ଚିତ କରି ରଖିଥିବେ। ଧନ୍ୟବାଦ।